ମୋର ଏ ସକୁଲେଣ୍ଟ ପ୍ଲାଣ୍ଟକୁ ଦେଖନ୍ତୁ। ଏଟା ପଦ୍ମ ଭେରାଇଟି। ମୁଁ ଆକୁ ଗୋଟେ ଛୋଟ ଏଇ ଜାଗାରେ ଲଗେଇଥିଲି। ତା ଦେହରୁ ବହୁତ ଛୋଟ ବେବି ପ୍ଲାଣ୍ଟ ଗୋଟେ ବାହାରିଲାଣି। ମୁଁ ତାକୁ ବଡ଼ କୁଣ୍ଡକୁ ଗୋଟେ ଆଜି ସିଫ୍ଟ କରେଇଲି। ଏ ପ୍ଲାଣ୍ଟ ବହୁତ ସୁନ୍ଦର ଦେଖାଯାଏ, ମଧ୍ୟ ଘର ପାଇଁ ଭଲ। ଏ ପଦ୍ମ ଭେରାଇଟିର। ଆମର ଯୋଉ ପତ୍ର ଗୁଡ଼ା ଶୁଖି ଯାଉଥିବ, ଆମେ ସେଗୁଡ଼ା ବାହାର କରିଦବା। ତାର ବେବି ପ୍ଲାଣ୍ଟ ଦେଖନ୍ତୁ। ଏଇ ପ୍ଲାଣ୍ଟ ପତ୍ରରୁ ହିଁ ହେଇଯିବ। ଆପଣ ଯେତେବେଳେ ଅଧିକା ଗଛ ଚାହିଁବେ ତାହେଲେ ଏମିତି ପତ୍ର ଗୋଟେ ଗୋଟେ ସବୁ ନେଇ ତାକୁ ଏମିତି ଖାଲି ନ ପୋତିକି ଥୋଇଦେବେ। ଏମିତି ଚାରିପଟ ଥୋଇଦେବେ, ସିଏ ଆପଣଙ୍କର ଗଛ ହେଇଯିବ। ମୋର ଗୋଟିଏ ପ୍ଲାଣ୍ଟରୁ ବେବି ପ୍ଲାଣ୍ଟ ବି ବାହାରିକି ଏମିତି 3ଟା ଗଛ ହେଇଗଲାଣି। ମୁଁ ଏଇ କୁଣ୍ଡର ଚାରିପଟେ ଗଛ କରିବି। ଗଛ ବହୁତ ସୁନ୍ଦର, ଆମର ଘର ପାଇଁ ବି ଭଲ। ମୋର ଯେତେବେଳେ ଏଇଥିରେ ମୁଁ ରଖିଥିଲି ଏତେ ଜାଗା ହଉନଥିଲା, 3ଟା ହେଇଗଲା, ଆଉ ଜାଗା ହେଲାନି। ମୁଁ ତାକୁ ବଡ଼ କୁଣ୍ଡକୁ ସିଫ୍ଟ କରିଛି। ଆପଣ ଗୋଟିଏ ଗଛରୁ ବହୁତ ଗୁଡ଼େ ଗଛ କରିପାରିବେ, ନହେଲେ ପତ୍ରରୁ ମଧ୍ୟ କରିପାରିବେ। କିନ୍ତୁ ଏଇଥିରେ 75% ବାଲି ଆଉ କମ୍ପୋଷ୍ଟ ଅଳ୍ପ ମିଶେଇକି ମାଟିଟା ପ୍ରସ୍ତୁତ କରିବେ। କାରଣ ଏଥିରେ ପାଣି ବେଶୀ ଜମା ଦିଆଯିବନି, ଖାଲି ସ୍ପ୍ରେ କରାହବ। ଯେତେବେଳେ ଜାଣିବେ ଯେ ମାଟିଟା ଶୁଖିଲା ପରି ଲାଗୁଛି, ସେତେବେଳେ ଆପଣ ପାଣି ସ୍ପ୍ରେ କରିପାରିବେ। ଦେଖନ୍ତୁ ମୋର ଗଛ ବହୁତ ସୁନ୍ଦର। ବେବି ପ୍ଲାଣ୍ଟ ମଧ୍ୟ ଦେଖନ୍ତୁ।